जय सर्वनाम, जय जय सर्वनाम। मोर विश्व भाई और भौणी मान को हार्दिक अभिनंदन एवं जीवंत आह्वान। वर्तमान को मुकाबिला करिबा पाई आज मानव समाज रे सर्वोच्च विषय होई पड़ी। बंधुगण, वर्तमान मानव समाज रो चित्रपट खाली आखिरे देखी हो नहीं कि देखाई हो नहीं, शुणी हो नहीं कि शुणी मध्य किछि करी हो नहीं। हृदय विगलित हेबा पई समस्तंकर एक दैरात्म आड़कू गति करुछि। तेणु आज सर्वोच्च धाम भुवनेश्वर रु एक सर्वोत्तम ज्ञान मानवीय मूल्यबोध उपरे आधारित एक सामग्रिक ज्ञान को प्रचार करिबा पई एवं विश्व रे शांति प्रतिष्ठा किपरि हबो तार प्रदर्शन पई आपण मान को पाखरे आज आतिथ्य होइछे। बंधुगण, तेणु मानव समाज को आमे केउ बाट को नबा यह प्रायतः समस्त मानव समाज रो अधिकार अछि। मानव समाज रे एक राष्ट्र रे सरकार परिवर्तन करिबा पई जेमती मानव जाति रो अधिकार अछि, ठीक सेही भली विश्व रे जेउ अराजकता युद्ध हाणकाट आदि हिंसा हेबा पई जो बसिछि सेथिरु निवृत्त हेबा पई मानव समाज को निश्चित भाव रे जो माने स्थित प्रज्ञ वचन सिद्ध दिव्य ज्ञानी नेता मंत्री चिंता नायक एवं बहु बहु बुद्धिजीवी निश्चित भाव रे तांकर हृदय आलोड़ित हेउथिबो। तेणु ताको लक्ष्य रखी समस्त को मु एक संप्रदाय मानव संप्रदाय भावी ए सभ्य समाज सत्य समाज को मु आह्वान करुछि जे आसंतो विश्व रे ए दिगरु समस्ते किपरि ख्यात हेबे एवं शांति किपरि प्रतिष्ठित होई परिबो सेहि पई आज सामग्रिक मानवीय मूल्यबोध उपरे आधारित एक सप्त ब्रह्म ज्ञान हिसाब रे एक विश्व महामंत्र जय सर्वनाम जय सर्वनाम हरे हरे कृष्ण राधे राधे श्याम जय कृष्ण नाम जय अल्लाह नाम राधे राधे श्याम हरे हरे राम
ଏହି ବିଶ୍ୱ ମହାମନ୍ତ୍ରକୁ ବିଶ୍ୱର ସମସ୍ତ ମାନବ ସମ୍ପ୍ରଦାୟର ଯେଉଁ ବିଭୁ ଶାସ୍ତ୍ର ବାକାର ମାନେ ଅଛନ୍ତି, ଯେଉଁମାନେ ଆଚାର୍ଯ୍ୟ ପୂର୍ବାଚାର୍ଯ୍ୟ ମାନେ ଅଛନ୍ତି, ସେମାନେ ଏହି ବିଶ୍ୱ ମହାମନ୍ତ୍ରକୁ ବାରମ୍ବାର ନିଜ ନିଜ ସମ୍ପ୍ରଦାୟର ଶାସ୍ତ୍ରୀୟ ସଙ୍ଗୀତ ମାଧ୍ୟମରେ ମାନବ ସମାଜର କଲ୍ୟାଣ ନିମନ୍ତେ ଏହାକୁ ଗାନ କରନ୍ତୁ ଏବଂ ମାନବ ସମାଜର ଯେଉଁ ଉତ୍ତପ୍ତ ହୃଦୟ ଅଛି ତାକୁ ଶୀତଳ କରିବା ପାଇଁ ସମସ୍ତେ ପ୍ରଚେଷ୍ଟା କରନ୍ତୁ। ବନ୍ଧୁଗଣ, ଆଜି ମାନବ ସମାଜ ସେଇଥିପାଇଁ ମାନବ ସମାଜ ଏକ ହିଂସ୍ର ହେବାକୁ ବସିଛି। ଉତ୍ତପ୍ତ ଥିବାରୁ ମନୁଷ୍ୟ ଭିତରେ ନିଜର ଯେଉଁ ଚିନ୍ତାଧାରାକୁ ସତ୍ୟର ଚିନ୍ତାଧାରାକୁ ଆସିପାରି ନାହାନ୍ତି, ସେଇଥିପାଇଁ ମାନବ ସମାଜରେ ମାନବୀୟ ସଂସ୍କୃତି ଆସ୍ତେ ଆସ୍ତେ ଲୋପ ହେବା ପାଇଁ ଯାଉଛି। ତେଣୁ ଆଜି ବାସ୍ତବିକତା ଜ୍ଞାନକୁ ଉପଲବ୍ଧି କରନ୍ତୁ ଏବଂ ସତ୍ୟରେ ପୃଥିବୀକୁ ପରିଚାଳିତ କରିବା ପାଇଁ ଏହି ଉପସ୍ଥିତ ଜ୍ଞାନକୁ ଆସନ୍ତୁ। ବିଶ୍ୱରେ ଯେଉଁ ମହାପୁରୁଷ ମାନେ ବିଭିନ୍ନ ଶାସ୍ତ୍ର ରଚିତ କରିଛନ୍ତି, ଯଥା ଭାଗବତ, ପୁରାଣ, ବାଇବେଲ, ଗୁରୁ ଗ୍ରନ୍ଥ ଆଦି ସମେତ ବିଭିନ୍ନ ଶାସ୍ତ୍ର ଯେଉଁ ଆଧ୍ୟାତ୍ମିକ ଭାବରେ ଗଠିତ ହୋଇଛି ଏବଂ ଆତ୍ମଶ୍ରେଷ୍ଠ ରୂପରେ ସମସ୍ତ ପୁସ୍ତକରେ ଲିପିବଦ୍ଧ ହୋଇଛି, ତାକୁ ଅନୁସରଣ କରି ବିଶ୍ୱରେ ଏକ ରାଷ୍ଟ୍ର ହିସାବରେ ଧର୍ମ ଗୋଟିଏ, ଜାତି ଗୋଟିଏ, ଭଗବାନ ଗୋଟିଏ, ଏହି କ୍ରମରେ ଆମେ ସମସ୍ତେ ଏକତ୍ରିତ ହେବା। କାରଣ ଆମେ ଯଦି ମୂଳକୁ ଖୋଜିବା ତାହେଲେ ଆମେ ସମସ୍ତେ ଗୋଟିଏ ପିତା ମାତାର ସନ୍ତାନ ହେବା। ବନ୍ଧୁଗଣ, ସେଇଥିପାଇଁ ଆମେ ବିଶ୍ୱରେ ଦୁଇ ଜଣ ପିତା ମାତା ସାଜି ବିଶ୍ୱରେ ଏକ ବିଶ୍ୱ ଶାନ୍ତିଦୂତ ମାନବ ପ୍ରେମ ରଥକୁ ବିଶ୍ୱ ବଡ଼ଦାଣ୍ଡରେ ପଦାର୍ପଣ କରିଛୁ। ଏଥିରେ ଆମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବିଶ୍ୱର ପିତା ମାତା ସାଜି ମାନବ ସମାଜର କଲ୍ୟାଣ ନିମନ୍ତେ ଆଜି ବିଶ୍ୱର ସମସ୍ତ ଠାକୁରକୁ ଏହି ରଥରେ, ବିଶ୍ୱ ଶାନ୍ତିଦୂତ ରଥରେ ରଥାରୂଢ଼ କରି ସର୍ବନାମ ନାମରେ ଭୋଗ ନିବେଦିତ କରି ମାନବ ସମାଜର ଗ୍ରାମ, ନଗର, ସହର, ଦେଶ, ମହାଦେଶରେ ପ୍ରଚାର ପ୍ରସାର କରିବା ପାଇଁ ଆମେ ଅଙ୍ଗୀକାର ହେଇଛୁ। ବନ୍ଧୁଗଣ, ସମଦର୍ଶୀ ଜ୍ଞାନୀ, ସ୍ଥିତ ପ୍ରଜ୍ଞ, ବଚନ ସିଦ୍ଧ, ଦିବ୍ୟ ଜ୍ଞାନୀ, ଚମତ୍କାରୀ ଜ୍ଞାନୀ ଏବଂ ଦୈବୀ ଶକ୍ତି ଯେଉଁମାନେ ସ୍ରଷ୍ଟା କାରଣ ସେଇମାନେ ମଧ୍ୟ ଏଥିରେ, ତା ସହିତ ଯେଉଁମାନେ ଆଜି ବିଶ୍ୱରେ ଆଜି ଯେଉଁ ଉପର ସ୍ତରକୁ ଯାଇଛନ୍ତି, ବିଭିନ୍ନ ସ୍ତରରେ ବିଜ୍ଞାନ କ୍ଷେତ୍ରରେ ଏବଂ ଆଉ ଅନ୍ୟାନ୍ୟ କ୍ଷେତ୍ରରେ, ସେଇମାନଙ୍କୁ ମଧ୍ୟ ଆକୁଳ ନିବେଦନ କରାଯାଉଛି। ବିଭିନ୍ନ ରାଷ୍ଟ୍ରର ସମସ୍ତ ମନ୍ତ୍ରୀ ଏବଂ ରାଷ୍ଟ୍ରପତି ଏବଂ ଜାତିସଂଘର ସମସ୍ତ ବଳିଷ୍ଠ ନାଗରିକ ମାନଙ୍କୁ ମଧ୍ୟ ମୁଁ ବିନୀତ ଅନୁରୋଧ କରୁଛି, ଆସନ୍ତୁ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ଏବଂ ବିଶ୍ୱରେ ଶାନ୍ତି ସ୍ଥାପନ କରିବା ପାଇଁ ଆଜି ଗୋଟିଏ ବିଶ୍ୱ ମହାମନ୍ତ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରଚାର କରିବା ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠିତ କରିବା। ତେଣୁ ଏହି ଉଦ୍ଦେଶ୍ୟ ରଖି ଆମେ ଆଜି ମାନବ ସମାଜରେ ଦୁଇ ଜଣ ଡେଡିକେଟେଡ ପର୍ସନ ହିସାବରେ ବାହାରିଛୁ ଏବଂ ଆପଣଙ୍କ ଗହଣକୁ ଉପସ୍ଥିତ ହେବା ପାଇଁ ମନସ୍ଥ କରିଛୁ। ବନ୍ଧୁଗଣ, ସେଇଥିପାଇଁ ଏହି ସର୍ବନାମ ଚାରିଟେବୁଲ ଟ୍ରଷ୍ଟ ଯେଉଁ ଭୁବନେଶ୍ୱରରେ ସର୍ବନାମ ଧାମ ଆବିଷ୍କୃତ ହେଇଛି, ଏଇଥିରୁ ଆରମ୍ଭ ହେଇଛି ଏବଂ ଏହି ଟ୍ରଷ୍ଟକୁ କିଛି ଦାନ ଅନୁଦାନ ପ୍ରଦାନ କଲେ, ସହାୟତାର ହାତ ବଢ଼ାଇଲେ ଆମେ ସମାଜରେ ନିଶ୍ଚିତ ଭାବରେ ଶାନ୍ତି ପ୍ରତିଷ୍ଠିତ କରିବା ପାଇଁ ସମ୍ଭବପର ହୋଇପାରିବ। ବନ୍ଧୁଗଣ, ସେଇଥିପାଇଁ ମୁଁ ଏହି ବାରମ୍ବାର ଗୋଟିଏ କଥାକୁ ଆପଣ ମାନଙ୍କ ପାଖରେ ଉପସ୍ଥାପନ କରୁଛି,
कारण भगवान होउछन्ति वन इन ऑल इन ऑल एवं ऑल इन वन मध्य। बंधुगण सेठी पई मु आपनकु आजी विनम्रता सहित आहुरी 2 थर 5 थर 100 थर कोटि कोटि थर आपनकु विनम्र निवेदन एहाकु जो माने सुनुछन्ति शेयर करंतु लाइक करंतु एवं सब्सक्राइब करंतु एवं ए विश्व मानव समाज रे एही शब्द प्रभुको बारंबार निर्घोषित करे शांति आसीबा पर्यंत आगे आसंतु। जय सर्वनाम जय सर्वनाम जय जय सर्वनाम जय जय सर्वनाम। नमस्कार।